ରାଜନଗରରେ ଦଧିବାମନ ଜୀଉଙ୍କ ସ୍ନାନଯାତ୍ରା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରରେ ରହିଛି ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର। ସେହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା। ଏହା ଏକ ଐତିହାସିକ ମନ୍ଦିର ହୋଇଥିବା ବେଳେ ପ୍ରତିବର୍ଷ ଖୁବ୍ ମହାସମାରୋହରେ ଏଠାରେ ରଥଯାତ୍ରା ଆୟୋଜନ ହୋଇଥାଏ। ଏ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ରଥ ନିର୍ମାଣ ପର୍ବ ଚାଲିଛି। ରଥଯାତ୍ରା ପାଖେଇ ଆସୁଥିବା ଯୋଗୁଁ ରାଜନଗର ରଥଖଳାରେ ବଢ଼େଇମାନଙ୍କ ରଥ ନିର୍ମାଣ କାର୍ଯ୍ୟ ସହିତ ରଥଖଳାଟି ଚଳଚଞ୍ଚଳ ହୋଇଉଠୁଛି। ରଥଯାତ୍ରା ପୂର୍ବରୁ ନୀତି ନିୟମ ଅନୁସାରେ ଖୁବ୍ ମହାସମାରୋହରେ ପାଳିତ ହୋଇଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା। ସ୍ନାନଯାତ୍ରା ଏକ ରଥଯାତ୍ରା ପୂର୍ବର 3 ଦିଅଁଙ୍କ ମହାପର୍ବ ହୋଇଥିବା ବେଳେ ଏହି ସ୍ନାନଯାତ୍ରାଙ୍କୁ ଭକ୍ତମାନେ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିଛନ୍ତି। ବିଧିବିଧାନ ଅନୁସାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ରାଜନଗରରେ ଖୁବ୍ ମହାସମାରୋହରେ ପାଳିତ ହୋଇଥିବା ବେଳେ ସ୍ନାନଯାତ୍ରାକୁ ଉପଭୋଗ କରିବା ପାଇଁ ଦର୍ଶକ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଖରା ତେଜରେ ଚତୁର୍ଦ୍ଦିଗ ଉଷ୍ମତା ଭରି ରହିଥିବା ବେଳେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ଏହି ଦେବସ୍ନାନ ପୂର୍ଣ୍ଣିମା ମହାପ୍ରଭୁଙ୍କ ଏକ ମୁଖ୍ୟ ଉତ୍ସବ ହୋଇଥାଏ। ମହାପ୍ରଭୁ ଜଗନ୍ନାଥ ଗମ୍ଭୀର ଭିତରେ ବସି ବର୍ଷ ସାରା ଦର୍ପଣ ସ୍ନାନ କରିଥାନ୍ତି। ବର୍ଷକରେ 364 ଦିନ ମନ୍ଦିର ଭିତରେ ଥାଇ ପ୍ରଭୁ ଜଗନ୍ନାଥ ଦର୍ପଣ ସ୍ନାନ କରୁଥିବା ବେଳେ କେବଳ ଗୋଟିଏ ଦିନ ପାଇଁ ସେ ବାହାରକୁ ଆସି ସ୍ନାନ ମଣ୍ଡପରେ ସ୍ନାନ କରିଥାନ୍ତି। ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ଏବଂ ମହାଲକ୍ଷ୍ମୀଙ୍କୁ ବିବାହ କରିବା ପରେ ଏହି 3 ଦିନ ପ୍ରଭୁ ଜଗନ୍ନାଥ ଚଉଠି ଦିବସ ପାଳନ କରିଥିଲେ, ଯାହାକୁ ଏବେ ଆମେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାଉ। ସର୍ବପ୍ରଥମେ ମଙ୍ଗଳାର୍ପଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ କରାଯାଇଥିଲା। ତାପରେ ସେବାୟତମାନଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ ସୂର୍ଯ୍ୟପୂଜା ସାରି କପ ପ୍ରତିଷ୍ଠା ହୋଇ ଜଳାଧିବାସର ଆୟୋଜନ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ପର୍ବ ଆୟୋଜନ କରାଯାଇଥିଲା। ବର୍ଷରେ ଥରେ ଏହି ଗୋଟିଏ ଦିନରେ ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ କରୁଥିବା ଯୋଗୁଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ସହିତ ମହାପ୍ରଭୁଙ୍କ ଦର୍ଶନ କରି ଖୁବ୍ ଶାନ୍ତି ଅନୁଭବ କରିଥାନ୍ତି ଭକ୍ତ। ଖୁବ୍ ମହାସମାରୋହରେ ଏ ବର୍ଷ ରାଜନଗରରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ଆୟୋଜିତ ହୋଇଥିବା ବେଳେ ମନ୍ଦିର କମିଟିର ପ୍ରତ୍ୟେକ ସଦସ୍ୟ ଏହି ଉତ୍ସବରେ ସହଯୋଗ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।